श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। हे माँ सरस्वती तुम कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण पंचम स्कंधर आज आम अष्टम अध्याय श्रवण करवा। यही अध्याय मृग मोहरे पड़ी भरत मुनिंकर मृगमणि प्राप्ति कथा, मृग जोनि प्राप्ति कथा वर्णना यार प्रथम भाग में पद्यांतरी एवं द्वितीय भाग में यार व्याख्या श्रवण करवा। तेरे आसतु आरंभ करवा। पंचम स्कंध अष्टम अध्याय। अष्टमे भरत राजन करन्ते विष्णु आराधन, मृगपोषणे देले मन लभिले मृग रूपे जन्म। श्री शुक उवाच शुणरा जन सावधाने महानदीरे एक दिने, स्नान आनिक क्रिया सारी भरत गोविंद सोमरी। तिनि मुहूर्त जले रही एकांत ब्रह्म को भावई, से क्षणे शुण महिपाल हरिणी एक तृषाकूल। मिलिला जलाशय तीरे जल पी ओई शेष धीरे, एमंत समय राजन मृगेन्द्र भयंकर स्वन। उठिला अल्प दूर बने जल पी अंते अति छने, से मृग बधू ताहा शुणी अति चकिते नृपमणि। चारिदी गरे से नयन बुलाई अति घन घन, निकटे सिंह प्रायमणि अतिका तरे से हरिणी। जलपा नरे तृषातीर जलपा नरे तृषातार, पूर्ण हो पूर्ण नो हिचि नृपवर। जलु ठीण धातिकारे डेइला मरण कातहरे। एठारे महानदी एक दिन अर्थात एठी गंडकी नदी पाई व्यवहृत होइछि। स्वभावे गर्भ होइथिला से गर्भ जलरे पड़िला, गर्भनी पाते खेदमती प्राणते जिला मृग सती। नदीरे देखी मृगबाल से जे भरत महिपाल, मातार मृत्यु तार देखी दयारे अश्रु पूर्ण आखि। मृगन दन घेनी करे आश्रमे मिलिले सत्वरे, से मृग नंदनर तहि अत्यंत स्नेह भर होई। नित्य को मल दुर्बांकुर लोड़िया नई नृपवर, जहा से करे अभिलाष तादेई करे मनतोष। तासेबा निरते करई मायारे मति भ्रम होई, जमनी अम श्रद्धा जेते विस्मर हेला नृपचिते। केते दिन अनंतर प्रभुर सेवा कला दोर, जगत पिता माता हरि तार चरण चित्ते धरी। दारात नय आदि जेते सकल दूर करिचिते, एभावे थिला से राजन देखो ए हार मूढ़पण। सकल कर्म दूर कला मृगबालके मन देला, विचारे माता पिता भाई एहार आन केहि नाही। आश्रय करिछन्ति मोते मुताकु तेजीबी केमन्ते, ए साधु कर्मर कारण एमन्ते चिन्तीण राजन। आसन शयन गमने स्नान भोजन जलपाने, मृगबालके मन तार निमिष मात्र नहे दूर।
କାଷ୍ଠ ପଳାଶ ଆଣିବାରେ ଯେବେ ସେ ଯାଇ ବନସ୍ତରେ ମୃଗ ବାଳକ ଘେନି ସଙ୍ଗେ ପଥେ ଚଳଇ ନାନା ରଙ୍ଗେ ବାଳକ ଚାଲି ନ ପାରଇ ଭରତ ମନେ ବିଚାରଇ ଅତ୍ୟନ୍ତ ସ୍ନେହ ବଶ ହୋଇ କନ୍ଧେ ତାହାକୁ ସେ ବହଇ ହୃଦରେ ଆରପି ହରସେ ବାହୁରେ ଭିଡ଼େ ସ୍ନେହ ବସେ ସ୍ନାନ ଭୋଜନ ବେଳେ ତାର ତକ୍ଷଣେ ନ କରେ ଅନ୍ତର କ୍ଷଣ ମାତ୍ରକେ ନୃପବର ନ ଦେଖି ମୃଗର କୁମର ଅସ୍ଥିରେ ତାହାକୁ ଲୋଡ଼ଇ ପୁଣି ସେ ଯେବେଟି ଦେଖଇ ଚଞ୍ଚଳ ଚିତ୍ତ ସ୍ଥିର କରେ ଆଶିଷ ଦିଅଇ ତାହାରେ ହେ ବତ୍ସ ତୋହର କଲ୍ୟାଣ ସର୍ବତ୍ର କରୁ ନାରାୟଣ ଯେବେ ମିଶେ ନ ଦେଖଇ ଶୋକ ସାଗରେ ସେ ବୁଡ଼ଇ କୃପଣ ଦ୍ରବ୍ୟକୁ ଯେ ସନ ଚୌର୍ଯ୍ୟ କରି ନେଲେ ଆନ ତେମନ୍ତ ପ୍ରାୟ ମହିପାଳ କ୍ଷଣେ ନ ଦେଖି ମୃଗବାଳ ବିହଳେ ହୃଦୟ କାତର ଲୋଡ଼ଇ ମୃଗର କୁମର ଭ୍ରମେ ବୋଲଇ ବାକ୍ୟମାନ ମଲା କି ମୃଗର ନନ୍ଦନ କି କର୍ମ କଲି ମୁଁ କି ରାତ କେଣେ ମୋ ଗଲା ମୃଗ ସୂତ ମୃଗ ବାଳକ ସୁକଲ୍ୟାଣେ ଚରୁକି ଥିବ ଉପବନେ ପ୍ରଭୁ କି ରଖିଥିବେ ତାରେ ଦେଖିବି ନୟନ ଗୋଚରେ କିଅ ବା ମୃଗ ବାଳେ ମୋର ଭଖିଲେ ବ୍ୟାଘ୍ର ବା କୁକୁର ରବିର ଅସ୍ତକାଳ ହୋଇ ମମୁକ ସୁତ ନଦୀ ସଇ ଶୋକେଆ କୂଳ ମୋର ଦେହି ସେ ଆସି ସୁଖକୁ ନ ଦେହି ସେ ମୃଗ ରାଜର କୁମର ମନୋଜ୍ଞ ଗମନ ତାହାର କ୍ଷଣକେ ଆଶ୍ରମ ଲୋକର ଦୁଃଖ ଖଣ୍ଡଇ ନିରନ୍ତର ମିଥ୍ୟାରେ ଚକ୍ଷୁ ବୁଝି ମୁହିଁ କ୍ଷଣ ମାତ୍ରକ ଯେବେ ରହି ଚକିତ ପ୍ରାୟ ସେ ହୁଇ ମୋହର ଅଗ୍ରତେ ଲୋଟଇ ଋଷିକୁ ମରଙ୍କର ସଙ୍ଗେ ଖେଳୁ ଯେ ଥାଇ ନାନା ରଙ୍ଗେ କୋମଳ ତୃଣାଙ୍କୁର ମାନ କୁମରେ ଦିଅନ୍ତି ବହନ ସେ ସର୍ବ ସୁଖ ଦୂର ହେଲା ମୃଗ ବାଳକ କେଣେ ଗଲା ସେ ମୋର କୃଷ୍ଣ ସାର ବାଳ ମୃଦୁତା ହାର ପାଦ ତଳ କୋମଳ ଖୁର ପୁଟପନ୍ତି ସେ ମୋର ଦ୍ରବୀଣ ସମ୍ପତ୍ତି ପଥରେ ପଦ ଚିହ୍ନ ଦେଖି କହଇ ନିରେଖି ଧନ୍ୟ ପୃଥିବୀ ତୋର ପୁଣ୍ୟ ଏ ଚିହ୍ନ କଲୁ ତୁ ଧାରଣ ବିପ୍ରଙ୍କ ଯଜ୍ଞ ସ୍ଥାନ ପ୍ରାୟ ତା ଦେହ ଶୋଭାକୁ ଯେ ପାଏ ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା ଯହୁଁ ସେ ଚନ୍ଦ୍ରକୁ ଦେଖିଲା ତହିଁ କ୍ଷୀଣ ମୃଗ ଚିହ୍ନ ଭାବିଲା ନିଜ ମନେ ମନ ମୃଗ ଶାବକ ଦେଖି ଏକ ଦୟାରେ କି ତାରା ନାୟକ ସିଂହ ଭୟରୁ ରକ୍ଷା କଲେ ଆପଣା ନିକଟେ ରଖିଲେ ଅତ୍ୟନ୍ତ ସୁଖକୁ ସେ ଦେଇ ତା ବିନୁ ମୋର କେହି ନାହିଁ ଏ ଯେ ଆଶ୍ରମ ମୁନିଗଣ କରନ୍ତି ନାନା ଶୁଭ କର୍ମ ହରସ ଚିତ୍ତେ ମୁନିଗଣ କରନ୍ତି ତାହାରେ କଲ୍ୟାଣ ମୃଗେନ୍ଦ୍ର ଭୟରୁ ତାହାର ମାତା ଯେ ଛାଡ଼ିଲା ଶରୀର ତେଣୁ ମୁଁ ଲଭିଲି ତାହାରେ ଏବେ ସେ ଗଲା ବନ ଘରେ ଏମନ୍ତେ ଶୁଣ ମହିପାଳ କ୍ଷଣେ ନ ଦେଖି ମୃଗବାଳ ବ୍ୟର୍ଥ କର୍ମରେ ସେ କାତର ସୁକର୍ମ ତେଜି ନୃପବର ପୂର୍ବତ ପଶ୍ୟାହତ ତାର ଶୁଭ କର୍ମକୁ କଲା ଦୂର ଅଖିଳ ବ୍ରହ୍ମାଣ୍ଡ କାରଣ ଅନାଦି ନାଥ ନାରାୟଣ
ତାର ଚରଣ ଦୂର କରି ମୃଗ ବାଳକ ମନେ ଧରି ମୋକ୍ଷ ପଦକୁ ପ୍ରତିବନ୍ଧ ସେ ମୃଗ ବାଳ ପଶୁମନ୍ଦ ତହିଁ ଅତ୍ୟନ୍ତ ଭାଗ କଲା ତହିଁ ଅତ୍ୟନ୍ତ ଭାବ କଲା ଯୋଗନାଶନ ନ ଜାଣିଲା ମୃଗର ଲାଳନ ପାଳନ ଏଣେ ରହି ସେହୁଦିନ ଏମନ୍ତେ କେତେ ଦିନ ଗଲା ଆୟୁଷ ଶେଷେ ତା ହୋଇଲା ଏମନ୍ତେ ଶୁଣ ହେ ରାଜନ କାଳର ହେଲା ସେ ଅଧୀନ ସମୀପେ ଦେଖି ମୃଗବାଳ ଶୋକରେ ହୋଇଲା ବିକଳ ପୁତ୍ରର ପ୍ରାୟ ସ୍ନେହ ଭରେ ମନ ଅର୍ପିଲା ତାହାଠାରେ ତକ୍ଷଣେ ପ୍ରାଣକୁ ଛାଡ଼ିଲା ମୃଗ ଶରୀରକୁ ଲଭିଲା ପୂର୍ବଜନ୍ମର କଥା ତାର ସ୍ମରଣ ହେଲା ନୃପବର ମୃଗ ଜନ୍ମର ଯେ କାରଣ ମନେ ଜାଣିଲା ସେ ରାଜନ ପ୍ରଭୁର ସେବା ଭ୍ରଷ୍ଟ ହୋଇ ମନେ ବହୁତ ତାପ ପାଇ ଅତ୍ୟନ୍ତ ଶୋକ କରି ମନେ ବୋଲୋଇ ଲୋତକ ନୟନେ ଭ୍ରଷ୍ଟ ହୋଇଲି ମୋ ପାମର ପ୍ରଭୁର ସେବା କଲି ଦୂର ସମସ୍ତ ତପ କୁହୁଡ଼ିଣ ବିବିଧ ଯଜ୍ଞ ଶୁଭ କର୍ମ ନାମ ଶ୍ରବଣ ଉଚ୍ଚାରଣ ନିରତେ କରି ଆରାଧନ ସକଳ ଆତ୍ମା ଭଗବାନ ମନ ଅର୍ପିଲି ଅନୁଦିନ ଯେଣୁ ସେ ସକଳ ଛାଡ଼ିଲି ମୃଗ ବାଳକେ ମନ ଦେଲି ତେଣୁ ଏ ଜୀବନ ମୋହର ପାଇଲା ମୃଗର ଶରୀର ଏମନ୍ତ ମନରେ ବିଚାରି ଚଞ୍ଚଳ ଚିତ୍ତ ସ୍ଥିର କରି ଆପଣା ମାତା ଯେ ହରିଣୀ ତାହାକୁ ତେଜି ନୃପମଣି ପ୍ରଭୁର ଅତି ପ୍ରିୟ ସ୍ଥାନ ପ୍ରଭୁର ଅତି ପ୍ରିୟ ସ୍ଥାନ ଯେ ତୀର୍ଥ ଶାଳ ଗ୍ରାମ ନାମ ପରମ ସାଧୁ ଭକ୍ତ ଜନେ ଅଛନ୍ତି ଯହିଁ ମୁନିମାନେ ତହିଁକି ଶୀଘ୍ର ଚଳି ଯାଇ ରହିଲା ମୃତ୍ୟୁ ବାଟ ଚାହିଁ କୁସଙ୍ଗ ଦୋଷକୁ ସେ ଡରି ମନେ ଚିନ୍ତଇ ନରହରି ନିରସ ଦଳ ସେ ଭକ୍ଷଇ ମୃଗ ଶରୀର ଯିବା ପାଇଁ ଏମନ୍ତ କର ଇ ବିଚାର କେବେ ତେ ଯିବି କଳେବର ଏମନ୍ତେ ଶୁଣ ହେ ରାଜନ କେତେ ଗଲା ତହିଁ ଦିନ ସେ ତୀର୍ଥ ଜଳରେ ତାହାର ତେଜିଲା ମୃଗ କଳେବର ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ବ୍ରହ୍ମା ଚିନ୍ତଇ ଯା ଚରଣ ସେ ଚକ୍ର ଧର ନାରାୟଣ ପଦ ପଙ୍କଜ ସୁମରିଣ କହଇ ବିପ୍ର ଜଗନ୍ନାଥ ସାଧୁଙ୍କ ହିତେ ଭାଗବତ ପଞ୍ଚମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁତର ପ୍ରାଣୀ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस सहितायं पंचम स्कंदे आदि भरत चरित नाम अष्टमोध्याय। गीतारे कुहा जाइछि मनीष जीवनर शेष मुहूर्त जेतेबेले से निश्वास छाड़े सेतेबेले से जो जो कथा मने चिंतई सेतेबेले ताहार सही जोनि रूप पाए अर्थात शेष भगवान एत उदारता तमें जीवन सारा जदि केबी भी भगवान को स्मरण न कर किंतु मला बेले जदि अंततः भगवान को नाम नहीं मरी तेबे तुम मोक्ष प्राप्ति हेब किंतु ताहा एते सहज नुहे जेमिति कि भरत जड़े भगवत भक्त तथापि से एक मृग माया पड़ी केमती मृगजनी प्राप्त होते से कथा ठारे वर्णना करा जाइछि। तेबे आसंतु आरंभ शुणिबा ए मृगजनी प्राप्त कथा।
ଶ୍ରୀ ସୁଖଦେବ କହିଚାଲେ, ଥରେ ଭରତ ଗଣ୍ଡକୀ ନଦୀରେ ସ୍ନାନ କରି ନିତ୍ୟ ନୈମିତିକ ତଥା ଶୌଚ ଆଦି ଅନ୍ୟ ଆବଶ୍ୟକ କୃତ୍ୟ ଶେଷ କଲେ ଏବଂ ତାପରେ 3 ମୁହୂର୍ତ୍ତ କାଳ ନଦୀ ସ୍ରୋତ ପାଖରେ ବସି ରହି ପ୍ରଣବ ଜପ କଲେ। ହେ ରାଜନ, ଏତିକି ବେଳେ ତୃଷାରେ ଆତୁର ହୋଇ ଗୋଟିଏ ମୃଗୁଣୀ ଏକାକେ ଆସି ନଦୀ କୂଳରେ ପହଞ୍ଚିଗଲା। ସେ ବିଚାରୀ 2 ଢୋକ ପାଣି ପିଇଛି କି ନାହିଁ, ହଠାତ୍ ପଛପଟୁ ସିଂହର ଭୟଙ୍କର ଗର୍ଜନ ଶୁଭିଲା। ମୃଗ ଜାତିଟା ତ ସ୍ୱଭାବତଃ ଭୟାଳୁ, ତେଣୁ ମୃଗୁଣୀଟି ପ୍ରଥମରୁ ହିଁ ସତର୍କ ହୋଇ ଏଣେତେଣେ ଚାହିଁ ପାଣି ପାଖକୁ ଆସିଥାଏ। ସିଂହ ଭୟରେ ତାର କଲିଜା କମ୍ପିବାକୁ ଲାଗିଲା। ଏଣେ ଶୋଷ ମରିନଥାଏ, କିନ୍ତୁ ପ୍ରାଣ ଉପରେ ବିପଦ ମାଡ଼ି ଆସିଲାରୁ ସେ ଆଉ ପାଣି ପିଇବ କ'ଣ? ପ୍ରାଣ ବିକଳରେ ନଈ ପହଁରି ଆର କୂଳକୁ ଚାଲିଯିବ ବୋଲି ଭାବି ପାଣି ଭିତରକୁ ଡେଇଁ ପଡ଼ିଲା। ବିଚାରୀ ଗର୍ଭବତୀ ହୋଇଥାଏ, ପେଟରେ ଛୁଆ ଥାଏ। ସେ ଭୟାତୁର ହୋଇ ଡିଆ ମାରୁ ମାରୁ ଗର୍ଭ ଖସିଗଲା। ପେଟର ଛୁଆ ପେଟରୁ ବାହାରି ପାଣିରେ ପଡ଼ିଗଲା। ସିଂହ ଭୟରେ ମୃଗୁଣୀ ତ ପ୍ରାଣ ଘେନି କୌଣସି ପ୍ରକାରେ ନଈ ପହଁରି ପଳାଇଗଲା, କିନ୍ତୁ ପେଟରୁ ଛୁଆ ଖସି ପଡ଼ିଥିବାରୁ ସେ ଅତ୍ୟନ୍ତ ଅବଶ ହୋଇଯାଇଥାଏ। ତା ସଙ୍ଗରେ ସାଥୀ ହୋଇ ଅନ୍ୟ ମୃଗ କେହି ନଥାନ୍ତି। ତେଣୁ ସେ ପଳାଯାଇ କୌଣସି ପର୍ବତ ଗୁମ୍ଫାରେ ପଶିଗଲା ଓ ସେହିଠାରେ ତାର ପ୍ରାଣ ଛାଡ଼ିଗଲା। ସେଇଠି ଥିଲା ଗୋଟିଏ କୃଷ୍ଣ ମୃଗୁଣୀ। ରାଜର୍ଷି ଭରତ ଦେଖିଲେ ବିଚରା ମୃଗ ଶିଶୁଟି ଅସହାୟ ଅବସ୍ଥାରେ ପାଣିରେ ଭାସିଯିବ। ତାର ଅବସ୍ଥା ଦେଖି ତାର ମନରେ ଦୟା ଆସିଲା ଏବଂ ସେ ଆତ୍ମୀୟ ପରି ହୋଇ ମାତୃହୀନ ମୃଗ ଶିଶୁଟି ଆଶ୍ରମକୁ ନେଇ ଆସିଲେ। ମୃଗ ଶିଶୁଟି ଅତ୍ୟନ୍ତ ତାହାଙ୍କର ମମତା କ୍ରମେ କ୍ରମେ ବଢ଼ିବାକୁ ଲାଗିଲା। ସେ ପ୍ରତିଦିନ ତା ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରିବା, ବାଘ ଆଦି ହିଂସ୍ର ଜନ୍ତୁଙ୍କ କବଳରୁ ବଞ୍ଚାଇବା, ସ୍ନେହ କରିବା ଆଦି ଚିନ୍ତାରେ ବୁଡ଼ି ରହିଲେ। କିଛି ଦିନ ଭିତରେ ତାହାଙ୍କର ଯମ, ନିୟମ, ଭଗବତ ପୂଜନ ଇତ୍ୟାଦି ଆବଶ୍ୟକୀୟ କୃତ୍ୟ ଗୋଟିଏ ପରେ ଗୋଟିଏ ଧୀରେ ଧୀରେ ବନ୍ଦ ହୋଇଗଲା। କ୍ରମେ କ୍ରମେ ସବୁ ବନ୍ଦ ହୋଇଗଲା। ସେ ଭାବିଲେ, ହାୟ କି ଦୁଃଖର କଥା! ଏ ବିଚରା ମୃଗ ଶିଶୁଟିକୁ କାଳଚକ୍ରର ବେଗ ତାର ସାଙ୍ଗସାଥି ଆତ୍ମୀୟ ସ୍ୱଜନଙ୍କ ଠାରୁ ଦୂରେଇ ଦେଇ ଆଣି ମୋର ଶରଣରେ ଛାଡ଼ିଦେଲା। ଏ ବିଚରା ମୋତେ ହିଁ ତାର ବାପା ମା, ଭାଇବନ୍ଧୁ ଓ ସାଙ୍ଗସାଥି ବୋଲି ଭାବୁଛି। ଇଏ ତ ମୋ ଛଡ଼ା ଆଉ କାହାକୁ ନିଜର ବୋଲି ଜାଣେ ନାହିଁ, ପୁଣି ମୋ ଉପରେ ଏହାର ଖୁବ୍ ବିଶ୍ୱାସ। ଶରଣାଗତକୁ ହତାଦର କଲେ କେତେ ଯେ ଦୋଷ ହୁଏ ମୁଁ ତାହା ଜାଣେ। ତେଣୁ ଏଭଳି ଆଶ୍ରିତକୁ ଭଲ ରୂପେ ପାଳନ ପୋଷଣ କରିବା ଓ ଏହାକୁ ସ୍ନେହ ଆଦର କରିବା ମୋର କର୍ତ୍ତବ୍ୟ। ଏହା ସତ୍ୟ ଯେ ଯେଉଁ ସଜ୍ଜନମାନଙ୍କର ସ୍ୱଭାବ ଶାନ୍ତ ଓ ଯେଉଁମାନେ ପରୋପକାରୀ, ସେମାନେ ଏପରି ଶରଣାଗତକୁ ରକ୍ଷା କରିବା ନିମନ୍ତେ ନିଜର ବଡ଼ ବଡ଼ ସ୍ୱାର୍ଥକୁ ମଧ୍ୟ ବଳି ଦିଅନ୍ତି। ଏପରି ଭାବରେ ସେହି ମୃଗ ଶିଶୁ ପ୍ରତି ତାହାଙ୍କର ଆସକ୍ତି ବଢ଼ିବାରୁ ସେ ବସିଥିବା ବେଳେ, ଶୋଇଥିବା ବେଳେ, ବୁଲୁଥିବା ବେଳେ, ଚାଲୁଥିବା ବେଳେ, ଖିଆପିଆ କରୁଥିବା ବେଳେ ତାହାଙ୍କର ଚିତ୍ତ ତାହାରି ସ୍ନେହ ପାଶରେ ବାନ୍ଧି ହୋଇ ରହିଲା। ସେ କୁଶ, ଫୁଲ, ପତ୍ର, ଫଳ, ମୂଳ, ସମିଧ ବା କାଠ ପ୍ରଭୃତି ଆଣିବାକୁ ଗଲାବେଳେ ସେହି ମୃଗ ଛୁଆଟିକୁ ଗଧିଆ କୁକୁରଙ୍କ ଭୟରୁ ରକ୍ଷା କରିବା ନିମନ୍ତେ ନିଜ ସହିତ ବଣକୁ ନେଇ ଯାଉଥିଲେ। ବାଟରେ କୋମଳ ଘାସ ଆଦି ଦେଖି ସେହି ମୃଗୁ ଶିଶୁ ମୁଗ୍ଧ ଭାବରେ ଅଟକିଗଲେ। ସେ ପ୍ରେମପୂର୍ଣ୍ଣ ହୃଦୟରେ ଦୟାବଶ ହୋଇ ତାକୁ କାନ୍ଧରେ ପକାଇ ନେଇଯାଉଥିଲେ। ଏପରି ଭାବରେ କେତେବେଳେ କୋଳରେ ଧରି ତ କେତେବେଳେ ଛାତିରେ ଜାବୁଡ଼ି ଧରି ତାକୁ ଆଦର କଲେ। ତାଙ୍କୁ ବଡ଼ ସୁଖ ଲାଗୁଥାଏ। ନିତ୍ୟ ନୈମିତିକ କର୍ମ କଲାବେଳେ କି ରାଜରାଜେଶ୍ୱର ଭରତ ମଝି ମଝିରେ ଉଠିଯାଇ ମୃଗ ଶିଶୁକୁ ଦେଖି ଆସୁଥିଲେ। ଶିଶୁଟି ନିର୍ଭୟରେ ଅଛି ବୋଲି ଦେଖିଦେଲେ ତାଙ୍କର ଚିତ୍ତକୁ ତୃପ୍ତି ମିଳୁଥିଲା। ସେତେବେଳେ ସେ ତାର ମଙ୍ଗଳ କାମନା କରି କହୁଥିଲେ, ବାପା, ତୋର ସର୍ବ କଲ୍ୟାଣ ହେଉ। ବେଳେବେଳେ ମୃଗ ଶିଶୁଟିକୁ ଦେଖିବାକୁ ନ ପାଇଲେ ତାଙ୍କର ଚିତ୍ତ ଧନ ହରାଇଥିବା କୃପଣର ଚିତ୍ତ ପରି ଅତ୍ୟନ୍ତ ଉଦ୍ବିଗ୍ନ ହୋଇଯାଉଥିଲା। ସେ ତାର ବିରହରେ ବ୍ୟାକୁଳ ହୋଇ କରୁଣାବଶତଃ ଅତ୍ୟନ୍ତ ଉତ୍କଣ୍ଠିତ ଓ ମହାବିଷ୍ଟ ହୋଇଯାଉଥିଲେ। ସେ ଶୋକମଗ୍ନ ହୋଇ କହୁଥିଲେ, ହାୟ, ମୁଁ କ'ଣ କରିବି? ମୁଁ ହେଉଛି ଶିକାରୀ ପରି ଅତି ନିଷ୍ଠୁର ହୃଦୟ ଓ ଠକଙ୍କ ପରି ପ୍ରବଞ୍ଚକ। ସତେ କ'ଣ ସେହି ମା ଛେଉଣ୍ଡ ମୃଗ ଛୁଆଟା ସତ୍ପୁରୁଷମାନେ ଅନ୍ୟର ଅପରାଧ ଭୁଲିଯିବା ପରି ମୋର ସବୁ ଅପରାଧ ଭୁଲି ମୋ ପରି ପୁଣ୍ୟହୀନକୁ ତାର ନିଜ ଲୋକ ବୋଲି ଭାବି ମୋ ପାଖକୁ ଫେରି ଆସିବ? ସତେ କ'ଣ ମୁଁ ତାକୁ ଆଉ ଏହି ଆଶ୍ରମ ଉପବନରେ ଭଗବାନଙ୍କ କୃପାର ସୁରକ୍ଷିତ ରହି ନିର୍ବିଘ୍ନରେ କ'ଣ ସବୁଜ ଦୁବଘାସ ଚରୁଥିବାର ଦେଖିବାକୁ ପାଇବି? ପ୍ରଭୁ ନ କରନ୍ତୁ ତାକୁ କୌଣସି ଗଧିଆ କି କୁକୁର କି ଦଳ ବାନ୍ଧି ବୁଲୁଥିବା ବରାହ କି ଏକୁଟିଆ ବୋଲି ଶିକାର କରୁଥିବା ବାଘ ଖାଇ ନ ଯାଉ। ଆରେ, ସକଳ ଜଗତର ମଙ୍ଗଳ ନିମନ୍ତେ ଉଦିତ ହୋଇଥିବା ବେଦତ୍ରୟୀ ରୂପ ଭଗବାନ ସୂର୍ଯ୍ୟ ଆସି ଅସ୍ତ ହେବାକୁ ବସିଲେଣି, ଅଥଚ ଏପର୍ଯ୍ୟନ୍ତ ସେହି ମୃଗ ଶିଶୁଟି ଫେରିଲା ନାହିଁ। ଆଉ କ'ଣ ସେହି ମୃଗରାଜ କୁମାର ମୋ ପରି ପୁଣ୍ୟହୀନ ପାଖକୁ ଫେରିଆସି ତାହାର ବିଭିନ୍ନ ପ୍ରକାର ମନୋହର ଓ ଦର୍ଶନୀୟ ଖେଳ ଦେଖାଇ ତାର ସ୍ୱଜନ
ଦୂର କରିବା ସହିତ ମୋତେ ବି ଆନନ୍ଦିତ କରିବ। ଆହା, ମୁଁ ଯଦି କେବେ ଟିକିଏ ବିରକ୍ତ ହୋଇ ମିଛରେ ସମାଧିରେ ବସିବା ପାଇଁ ଆଖି ବୁଜି ବସି ଯାଉଥିଲି, ସେତେବେଳେ ସେ ଚକିତ ହୋଇ ମୋ ପାଖକୁ ଚାଲି ଆସୁଥିଲା ଏବଂ ମୋତେ ଉଠାଇବାକୁ ତାର ଛୋଟ ଛୋଟ କୋମଳ ଶିଙ୍ଗ ଦୁଇଟି ମୋ ଦେହରେ ଘଷୁଥିଲା। ମୁଁ ଯଦି କେବେ କୁଶ ଉପରେ ହୋମ ସାମଗ୍ରୀ ରଖିଦେଉଥିଲି ଏବଂ ସେ ଆସି ସେଥିରେ ମୁହଁ ମାରି ତାହା ଅପବିତ୍ର କରିଦେଉଥିଲା, ସେତେବେଳେ ମୋର ଧମକ ଚମକ ଶୁଣି ସେ ବିଚରା ଏତେପରି ଡରି ଯାଉଥିଲା ଯେ ତାର ଡିଆଁ କୁଦ ଛାଡ଼ି ଋଷି କୁମାର ପରି ସମସ୍ତ ଇନ୍ଦ୍ରିୟ ସଂଯମ କରି ଚୁପଚାପ ବସି ପଡ଼ୁଥିଲା। ଭୂମିରେ ସେହି ମୃଗ ଶିଶୁର ଖୁରା ଚିହ୍ନ ଦେଖି ସେ କହୁଥିଲା, ଆହା, ଏହି ତପସ୍ୱିନୀ ଧରଣୀ ଏପରି କେଉଁ ତପ କରିଥିଲା ଯେ ଯେଉଁ ମୃଗଧନ ହଜିଯିବାରୁ ମୁଁ ଏତେ ବ୍ୟସ୍ତ ଓ ବ୍ୟାକୁଳ ହେଉଛି। ସେହି ବିନୀତ କୃଷ୍ଣସାର ଶିଶୁର ସୁନ୍ଦର ସୁଖକାରୀ ସୁକୋମଳ ଚରଣର ଛୋଟ ଛୋଟ ଖୁରା ଚିହ୍ନରେ ଏ ନିଜର ସର୍ବାଙ୍ଗ ବିଭୂଷିତ କରି ସ୍ୱର୍ଗ ଓ ଅପବର୍ଗର ଇଚ୍ଛୁକ ଦ୍ୱିଜମାନଙ୍କ ନିମନ୍ତେ ନିଜକୁ ଯଜ୍ଞସ୍ଥଳ କରିଦେଇଛି। ଶାସ୍ତ୍ରରେ କୁହାଯାଇଛି, ଯେଉଁ ଭୂମିରେ କୃଷ୍ଣ ମୃଗ ବିଚରଣ କରନ୍ତି ତାହା ଅତ୍ୟନ୍ତ ପବିତ୍ର ଓ ଯଜ୍ଞ ଅନୁଷ୍ଠାନ ନିମନ୍ତେ ଯୋଗ୍ୟ ଭୂମି। ଚନ୍ଦ୍ରରେ ମୃଗ ପଡ଼ି କଳା ଚିହ୍ନ ଦେଖି ତାହା ହିଁ ନିଜର ମୃଗ ଭାବି କହୁଥାନ୍ତି, ଆହା, ମାଟି ତ ସିଂହ ଭୟରେ ମରିଗଲା, ଏବେ ସେ ମୃଗ ଛୁଆଟି ବି ବାଟ ଭୁଲି କୁଆଡ଼େ ଚାଲିଗଲା। ବିଚରାଟାକୁ ଅନାଥ ବୋଲି ଦେଖି ଦୀନବତ୍ସଳ ନକ୍ଷତ୍ରନାଥ ଦୟା ପରବଶ ହୋଇ ତାକୁ ନେଇ ନିଜେ ରକ୍ଷା କରୁଛନ୍ତି ନା କ'ଣ? ଚନ୍ଦ୍ରର ଶୀତଳ କିରଣରେ ଆହ୍ଲାଦିତ ହୋଇ ସେ କହୁଛନ୍ତି, ନା, ନିଜ ପୁତ୍ରମାନଙ୍କ ବିୟୋଗ ରୂପ ଦାବାନଳର ବିଷମ ଜ୍ୱାଳାରେ ମୋର ହୃଦୟ କମଳ ଦଗ୍ଧ ହୋଇଯାଉଥିବାରୁ ମୁଁ ଏହି ମୃଗ ଶିଶୁର ସାହାରା ନେଇଥିଲି। ଏବେ ସେହି ଶିଶୁଟି ବି ଚାଲିଯିବାରୁ ମୋର ହୃଦୟ ପୁଣି ଥରେ ଜଳୁଛି। ତେଣୁ ଚନ୍ଦ୍ର ତାଙ୍କର ଶାନ୍ତ ଶୀତଳ ସ୍ନେହପୂର୍ଣ୍ଣ ବଦନ ଶୈଳ ରୂପୀ ଅମୃତମୟୀ କିରଣରେ ମୋତେ ଶାନ୍ତ କରୁଛନ୍ତି। ରାଜନ୍, ଯାହା ପୂର୍ଣ୍ଣ ହେବା କଥା ତାହା ସର୍ବଥା ଅସମ୍ଭବ। ଯେପରି ବିବିଧ ମନୋରଥ ରଖିବା ଫଳରେ ଭରତଙ୍କର ଚିତ୍ତ ବ୍ୟାକୁଳ ହେବାକୁ ଲାଗିଲା। ମୃଗ ଶିଶୁ ରୂପରେ ଦେଖା ଦେଇଥିବା ନିଜର ପ୍ରାରବ୍ଧ କର୍ମ ହେତୁ ତପସ୍ୱୀ ଭରତ ଭଗବତ ଆରାଧନା କର୍ମରୁ ଓ ଯୋଗ ଅନୁଷ୍ଠାନରୁ ଚ୍ୟୁତ ହୋଇଗଲେ। ନଚେତ୍ ସେ ନିଜ ନିଜ ହୃଦୟରୁ ଜନ୍ମ ହୋଇଥିବା ଦୁସ୍ତ୍ୟଜ ପୁତ୍ରାଦିକୁ ମଧ୍ୟ ତ୍ୟାଗ କରିଦେଇଥିଲେ। ସେ ପୁଣି ଅନ୍ୟ ଜାତୀୟ ମୃଗ ଶିଶୁଠାରେ କାହିଁକି ଆସକ୍ତ ହୋଇଥାନ୍ତି? ଏପରି ଭାବରେ ରାଜର୍ଷି ଭରତ ନାନାଦି ବିଘ୍ନର ବଶୀଭୂତ ହୋଇ ଯୋଗ ସାଧନାରୁ ଭ୍ରଷ୍ଟ ହୋଇଗଲେ ଏବଂ ମୃଗ ଛୁଆକୁ ଲାଳନ ପାଳନ ଓ ଆଦର ସ୍ନେହ କରିବାରେ ବ୍ୟସ୍ତ ରହି ଆତ୍ମସ୍ୱରୂପକୁ ଭୁଲିଗଲେ। ଏହିପରି କିଛି ଦିନ ବିତିଗଲା। ଦିନେ ପ୍ରବଳ ବଳଶାଳୀ ଦୁର୍ନିବାର କରାଳ କାଳ ଆସି ମୂଷାଗାତରେ ସାପ ପଶିଗଲା ପରି ଭରତଙ୍କୁ କବଳିତ କରିବାକୁ ବସିଲା। ସେତେବେଳେ ସେହି ମୃଗ ଛୁଆଟି ତାର ପାଖରେ ବସି ପୁତ୍ର ପରି ଶୋକାତୁର ହେଉଥିଲା। ଭରତ ତାର ବ୍ୟାକୁଳତାକୁ ଜାଣିପାରୁଥିଲେ ଏବଂ ତାଙ୍କ ଚିତ୍ତ ତାଠାରେ ଲାଗି ରହିଥିଲା। ଏହିପରି ଆସକ୍ତିରେ ବୁଡ଼ି ରହି ମୃଗଟି ସହିତ ତାଙ୍କର ବି ଦେହାନ୍ତ ହୋଇଗଲା। ତାପରେ ଅନ୍ତକାଳରେ ଭାବନା ଅନୁସାରେ ଅନ୍ୟ ସାଧାରଣ ପୁରୁଷଙ୍କ ପରି ତାଙ୍କୁ ମଧ୍ୟ ମୃଗ ଶରୀର ମିଳିଲା। କିନ୍ତୁ ତାହାଙ୍କର ସାଧନା ପୂର୍ଣ୍ଣ ହୋଇସାରିଥିଲା, ତେଣୁ ତାଙ୍କର ପୂର୍ବଜନ୍ମର ସ୍ମୃତି ନଷ୍ଟ ହେଲା ନାହିଁ। ଯାହାର ପୂର୍ବଜନ୍ମର ସ୍ମୃତି ଥାଏ ତାକୁ ଜାତିସ୍ମର ବୋଲି ମଧ୍ୟ କୁହାଯାଏ। ପୂର୍ବଜନ୍ମର ଭଗବତ ଆରାଧନାର ପ୍ରଭାବରେ ସେ ସେହି ଯୋନିରେ ବି ମୃଗରୂପ ହେବାର କାରଣ ଜାଣିପାରିଲେ। ସେ ଅତ୍ୟନ୍ତ ପଶ୍ଚାତାପ କରି କହିଲେ, ହାୟ, କି ଦୁଃଖର ବିଷୟ ନୁହେଁ ଯେ ସଂଯମଶୀଳ ମହାନୁଭବମାନଙ୍କ ମାର୍ଗରୁ ମୋର ପତନ ହୋଇଗଲା। ମୁଁ ତ ଧୈର୍ଯ୍ୟପୂର୍ବକ ସକଳ ପ୍ରକାର ଆସକ୍ତି ଛାଡ଼ିଦେଇ ଏକାନ୍ତ ଓ ପବିତ୍ର ବନରେ ଆଶ୍ରୟ ନେଇଥିଲି। ସେଠାରେ ରହି ଯେଉଁ ମନକୁ ମୁଁ ସର୍ବଭୂତାତ୍ମା ବା ଶ୍ରୀ ବାସୁଦେବଙ୍କଠାରେ ନିରନ୍ତର ତାହାଙ୍କର ବିଭିନ୍ନ ଗୁଣ ଶ୍ରବଣ ମନନ ଓ ସଂକୀର୍ତ୍ତନ କରି ତଥା ପ୍ରତ୍ୟେକ କ୍ଷଣକୁ ତାହାଙ୍କର ଆରାଧନା ଓ ସ୍ମରଣ ଆଦିରେ ସଦ୍ବିନିଯୋଗ କରି ସ୍ଥିର ଭାବରେ ସମ୍ପୂର୍ଣ୍ଣ ରୂପେ ଲଗାଇ ଦେଇଥିଲି, ସେହି ମନ ଅକସ୍ମାତ୍ ଗୋଟିଏ ଛୋଟ ମୃଗ ଶିଶୁ ପ୍ରତି ଆସକ୍ତ ହୋଇ ମୋତେ ଲକ୍ଷ୍ୟଚ୍ୟୁତ କରିଦେଲା। ଏପରି ଭାବରେ ମୃଗ ହୋଇଯାଇ ମଧ୍ୟ ରାଜର୍ଷି ଭରତଙ୍କ ହୃଦୟରେ ବୈରାଗ୍ୟ ଭାବନା ଜାଗ୍ରତ ହେଲା। ସେହି ଭାବନାକୁ ଗୁପ୍ତ ରଖି ସେ ନିଜର ମାତା ମୃଗୀକୁ ଛାଡ଼ିଦେଇ ନିଜର ଜନ୍ମଭୂମି କାଳଞ୍ଜର ପର୍ବତକୁ ପୁଣି ଥରେ ଶାନ୍ତ ସ୍ୱଭାବ ମୁନିମାନଙ୍କ ପ୍ରିୟ ସେହି ଶାଳ ଗ୍ରାମ ତୀର୍ଥ ଅନ୍ତର୍ଗତ ପୁଲସ୍ତ୍ୟ ଓ ପୁଲହ ଋଷିଙ୍କ ଆଶ୍ରମକୁ ଚାଲିଗଲେ। ସେଠାରେ ରହି ମଧ୍ୟ ସେ କାଳକୁ ହିଁ ପ୍ରତୀକ୍ଷା କରିବାକୁ ଲାଗିଲେ। କୌଣସି ପ୍ରକାର ଆସକ୍ତି ଯେପରି ଆସିନଥାଏ ସେଥିପ୍ରତି ସେ ବଡ଼ ସଜାଗ ଥିଲେ। ତେଣୁ ସେ ଏକାକୀ ରହି ଏବଂ ଶୁଖିଲା ପତ୍ର ଘାସ ଓ ଲତା ଖାଇ ଜୀବନ ନିର୍ବାହ କରି ମୃଗଜନି ପ୍ରଦାନ କରିଥିବା ପ୍ରାରବ୍ଧକୁ କ୍ଷୟ କରିବାରେ ମାର୍ଗ ଧରିଥାନ୍ତି। ଶେଷରେ ସେ ନିଜ ଶରୀରର ଅର୍ଦ୍ଧେକ ଅଂଶ ଗଣ୍ଡକୀ ନଦୀରେ ବୁଡ଼ାଇ ରଖି ସେହି ମୃଗ ଶରୀର ଛାଡ଼ିଦେଲେ। ଏହି ଥିଲା ଏହି ଅଧ୍ୟାୟର ଗଭୀର ଗୂଢ଼ ତତ୍ତ୍ୱ। ପରବର୍ତ୍ତୀ
ଅଧ୍ୟାୟରେ ଆମେ ଭରତଙ୍କ ବ୍ରାହ୍ମଣ କୂଳରେ ଜନ୍ମ କଥା ବର୍ଣ୍ଣନା ଶୁଣିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।